कुछ रास्ते हमें ऐसी कहानियों से मिलाते हैं जो दिल में बस जाती हैं। आज का सफर भी कुछ ऐसा ही था। दूर दूर तक फैले रास्ते, इसलिए बीच में बाइक की टंकी में पेट्रोल भरवाया। आगे बढ़े तो एक गाय दिखी। उसकी आंखों में दर्द साफ झलक रहा था। वह कुछ कह नहीं सकती थी, पर उसकी खामोशी बहुत कुछ कह रही थी। उस पर लगा कि सिर्फ इंसान ही नहीं, बेजुबान जानवरों को भी प्यार, देखभाल और सहारे की जरूरत होती है। हम जितना हो सका उसका साथ दिया, और हम वापस अपने घर की ओर निकल पड़े। रास्ते की थकान तो थी, लेकिन दिल में एक अलग ही एहसास था। घर पहुंचकर जब पूरे दिन की बातें याद आईं, तो लगा आज का सफर सिर्फ एक यात्रा नहीं था, ये एक सीख थी। जिंदगी में जहां भी मौका मिले, किसी की मदद जरूर करो, क्योंकि इंसानियत का सबसे सुंदर रूप वही है जब हम बिना किसी स्वार्थ के किसी का दर्द समझने की कोशिश करते हैं। अगर आपको यह सफर और यह कहानी पसंद आई हो तो वीडियो को लाइक करें, अपने दोस्तों के साथ शेयर। भाई ମୁଁ ଆସିଲା ବେଳେ ଦେଖିଲି ମାନେ ରାସ୍ତାରେ ଏମିତି ମାନେ ରାତିରେ ଟ୍ରକ୍ ବାଡ଼େଇଛି, ଗାଈମାନେ ସବୁ ପଡ଼ିଛନ୍ତି ହିସାବ ବାହାରେ। ମାନେ ଦେଖିଲା ବେଳକୁ ବହୁତ ଦୁଃଖ ଲାଗୁଛି। ମାନେ ଆମେ ହିନ୍ଦୁ ହେଇକି ରାସ୍ତା ଉପରେ ଯେଉଁ ପଡ଼ିଛନ୍ତି ଏମିତି ଗାଈ ହେରିକା ଦେଖିକି ମନ କ'ଣ ହେଇଗଲା। ସେଠୁ ଆଇଲି, ସେଠି ଆସିଲା ପରେ ଟିକେ ଆଗକୁ ଆସିଲା ବେଳକୁ ପୁଣି ଗୋଟେ ଗାଡ଼ି ଆକ୍ସିଡେଣ୍ଟ ହେଇଛି। କ'ଣ କହିବୁ, ମାନେ ପୁରା ହିସାବ ବାହାରେ ସେଗୁଡ଼ା ସବୁ ଦେଖିକି। ପୁଣି ଯେମିତି ଗାଈ ମରୁଛନ୍ତି, ଯେମିତି ଫ୍ୟାମିଲି ଗୋଟେ, ମାନେ 4-5ଟା ଏକାଥରେ ମରିଯାଇଛନ୍ତି ଗାଈ। ବହୁତ ମନ ଦୁଃଖ ହେଲା ଦେଖିକି। ଆଉ କ'ଣ କହିବି, ଏଇଭଳିଆ ସବୁ ଦେଖିକି ଆଇଲି। ପର ଶନି ଆଉ ରବିବାରେ ମୁଁ ଗାଁରେ ରୁହେ। ଗାଁରୁ ଡେଲି ପାରାଦ୍ୱୀପରୁ କେନ୍ଦ୍ରାପଡ଼ା ଆସେ। ସେଇ ରାସ୍ତାରେ ମୁଁ ଡେଲି ଦେଖେ ସେଇଭଳିଆ ସବୁ ଜିନିଷ। ମେନ୍ ରୋଡ଼ ରାତିରେ ଟ୍ରକ୍ ବାଡ଼େଇ ଦେଉଛି, ସକାଳେ ପଡ଼ିକି ରହୁଛନ୍ତି ଗାଈ ହେରିକା। ପାରାଦ୍ୱୀପରେ ପହଞ୍ଚି ଯାଇକି ଆପଣଙ୍କୁ ଦେଖାଉଛି। ଏଇଟା ହେଉଛି ଆମ ଯେଉଁଠି ରୁମ୍ ଭଡ଼ା ନେଇକି ରହିଛୁ, ରଙ୍ଗିଆଗଡ଼। ଆଉ ମୋ ଗାଡ଼ି ଆଉ ସାଇକେଲ ଥୁଆ ହେଇଛି। ଏଇଟା ହେଉଛି ମୋ ରୁମ୍। ବାହାରିବା ଏଇଖିଣା ଡ୍ୟୁଟି ଯିବା ପାଇଁ। ଆଉ ଦେଖନ୍ତୁ ବାହାର ଦୃଶ୍ୟ ଦେଖନ୍ତୁ। ଆମ ଚଉଁରା, ଇଏ ହେଉଛନ୍ତି ଆମ ମାଉସୀ ଘର। ଏମିତି ସବୁ ଆଉ। ଆହୁରି ଗୋଟେ କଥା, ମୋର ସର୍ଟ ଭିଡ଼ିଓ ସମସ୍ତେ ଦେଖୁଛ, କିନ୍ତୁ ଲଙ୍ଗ୍ ଭିଡ଼ିଓ କେହି ବି ଦେଖୁନା। ମାନେ ବ୍ଲଗ୍ କଲାବେଳକୁ କେହି ବି ଦେଖୁନା, ଏମିତି ବି କେହି ନର୍ମାଲି କେହି ଦେଖୁନା। ପ୍ଲିଜ୍ ସେ ଲଙ୍ଗ୍ ଭିଡ଼ିଓ ବି ଭ୍ୟୁଜ୍ ଆସୁନି ଟୋଟାଲ୍। ପ୍ଲିଜ୍ ଲଙ୍ଗ୍ ଭିଡ଼ିଓ ବି କଣ୍ଟିନ୍ୟୁ କର ଦେଖିବା।